ମହାରାଷ୍ଟ୍ରର ଶ୍ରୀରାମପୁର ସହରରେ ପାଣି ପାଇପ୍ରେ ବିଧର୍ମୀମାନେ ଯେଉଁଭଳି ଟଏଲେଟ୍ର ପାଣିକୁ ସଂଯୋଗ କରି ହିନ୍ଦୁମାନଙ୍କର ଧର୍ମକୁ ଭ୍ରଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି, ତାକୁ ହିନ୍ଦୁ ମହାସଂଘ ତରଫରୁ ମୁଁ ନିନ୍ଦା କରୁଛି। ଏଭଳି ଜେହାଦୀ ମାନସିକତା କେବଳ ମହାରାଷ୍ଟ୍ରରେ ନୁହେଁ, ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଜେହାଦର ରୂପ ବଦଳାଇ ସେମାନେ ହିନ୍ଦୁମାନଙ୍କର ଉପରେ କୁଠାରାଘାତ କରୁଛନ୍ତି, ଧର୍ମ ଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ ମହାରାଷ୍ଟ୍ର ସରକାରଙ୍କୁ ନିବେଦନ କରୁଛି, ତା ସହିତ କେନ୍ଦ୍ର ସରକାରଙ୍କୁ ବି ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରୁଛି। ହିନ୍ଦୁମାନଙ୍କର ଧର୍ମୀୟ ଭାବନା ସହିତ ଯେଉଁଭଳି ଭାବରେ ବିଧର୍ମୀମାନେ ଖେଳୁଛନ୍ତି ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ ଅଟେ, ଅପରାଧ ଅଟେ। ଏହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି, ସତର୍କତା ଅବଲମ୍ବନ କରନ୍ତୁ ଯଦି କୌଣସି ଅଞ୍ଚଳରେ ସେଭଳି ଜେହାଦୀ ମାନସିକତାଧାରୀ ବ୍ୟକ୍ତିମାନେ ରହୁଛନ୍ତି।